ମାନବ ଜୀବନରେ ପ୍ରତିଟି ପଦକ୍ଷେପରେ ହିଁ ଗୁରୁଙ୍କର ପ୍ରୟୋଜନୀୟତା ଅଛି। ଜନ୍ମରୁ ହିଁ ଆରମ୍ଭ ହୁଏ ବାଲ୍ୟ ଶିକ୍ଷା। ଯାହାକୁ ଆଦର୍ଶ କରି ଶିକ୍ଷା ପାଏ ସେ ହେଉଛନ୍ତି ଶିକ୍ଷା ଗୁରୁ। ତାପରେ ଜୀବନରେ ଆସନ୍ତି ଧର୍ମଗୁରୁ, ଯିଏ ଆମକୁ ଧର୍ମର ମାର୍ଗ ଦେଖାନ୍ତି, ଯିଏ ମଣିଷ ଜୀବନରେ ଯାହା ଯାହା ପ୍ରୟୋଜନ ତାହା ସବୁ ଜାଣିଥାନ୍ତି। ସେ ସବୁ ବିଷୟରେ ପାରଙ୍ଗମ, ସର୍ବଗୁଣର ଆଧାର। ଜୀବନର ଆଦର୍ଶକୁ ନେଇ ସବୁ ପ୍ରଶ୍ନର ଉତ୍ତର ସେ ଜାଣନ୍ତି, ଆଉ ସବୁ ସମସ୍ୟାର ସମାଧାନ ବି କରିପାରନ୍ତି। ସେ ହେଉଛନ୍ତି ସେଇ ତ୍ରିକାଳଦର୍ଶୀ ସର୍ବଶ୍ରେଷ୍ଠ ଯୁଗ ପୁରୁଷୋତ୍ତମ। ଏହି ପ୍ରବୃତ୍ତିବଶ ମଣିଷକୁ ସତ ପଥରେ ଚାଲିବାକୁ ଶିଖାନ୍ତି, ପ୍ରେମ ଓ ଭକ୍ତିର ମାର୍ଗ ଦେଖାନ୍ତି। କିନ୍ତୁ ସେ ଥାଆନ୍ତି ସାଧାରଣରେ ଅସାଧାରଣର ବ୍ୟକ୍ତିତ୍ୱ ନେଇ। କେମିତି କ'ଣ କରି ହିଁ ହେଉ ସେ ସାଧାରଣ ମଣିଷ ପରି ତାଙ୍କର ଆଚରଣରେ ମଣିଷକୁ ଶିଖାନ୍ତି। ସେ ମଧ୍ୟ ଜୀବନର ସତ ଦୀକ୍ଷା ନିଅନ୍ତି, ଗୁରୁ ଗ୍ରହଣ ବି କରନ୍ତି, ଆଉ ମଣିଷକୁ ଶିଖାନ୍ତି ଯେ ଗୁରୁ ବିନା ମଣିଷ ପାଟି ଖୋଲିପାରେ ନାହିଁ କି ପାଦେ ବି ଆଗକୁ ଚାଲିପାରେ ନାହିଁ। ଆଜି ଯଦି ମଣିଷ କୁହେ ଯେ ମୁଁ ସବୁ କିଛି କରିପାରେ, ତାହେଲେ କେତେ ଦୂର ଠିକ୍ ଆପଣ ହିଁ କୁହନ୍ତୁ।